ধ্রুবেন କହୁଛି। নমস্কার, ମୋ ନିଜର ୟୁଟ୍ୟୁବ୍ ଚ୍ୟାନେଲକୁ ଆପଣଙ୍କୁ ସ୍ୱାଗତ କରୁଛି। ଆଜି ଏହି ଅଧ୍ୟାୟରେ ଗୋଟେ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ କରିବି। ମୁଖ୍ୟମନ୍ତ୍ରୀ ନିଷ୍କ୍ରିୟ ତେଣୁ ରାଜ୍ୟପାଳ ସକ୍ରିୟ? ବଡ଼ ଗୋଟେ କ୍ୱେଶ୍ଚନ୍ ମାର୍କ। ଆପଣମାନେ ଟିକେ ଆଶ୍ଚର୍ଯ୍ୟ ହେବେ ଯେ ମୁଁ କାହିଁ ଏହି ପ୍ରଶ୍ନ କରୁଛି। କାହିଁକି ମୋର ଧାରଣା ଓଡ଼ିଶାର ରାଜ୍ୟପାଳ ହରିବାବୁ ଖାମ୍ବାମପତି ବହୁତ ସକ୍ରିୟ ଏବଂ ଯେମାନେ ଜାଣିଛନ୍ତି ରାଜଭବନରେ ମଝିରେ ମଝିରେ ରିଭ୍ୟୁ ମିଟିଂ କରୁଛନ୍ତି। বিভিন্ন মন্ত্রী সেক্রেটারি আইএসওয়ালা ডাকুଛନ୍ତି রাজভবନରେ রিভিউ মিটিং ହେଉଛି, ସମୀକ୍ଷା ବୈଠକ ବିଭିନ୍ନ ଡିପାର୍ଟମେଣ୍ଟ, କେତେବେଳେ ଏନର୍ଜି ଡିପାର୍ଟମେଣ୍ଟ, କେତେବେଳେ ଏଗ୍ରିକଲଚର ଡିପାର୍ଟମେଣ୍ଟ। ମୁଁ କହୁନି ଯେ ଉଦ୍ଦେଶ୍ୟ ଖରାପ, ଉଦ୍ଦେଶ୍ୟ ଭଲ, କିନ୍ତୁ କଥା ହେଉଛି ରାଜ୍ୟପାଳର ରିଭ୍ୟୁ ମିଟିଂ ସମୀକ୍ଷା ବୈଠକ କରିବାର ତ ক্ষমতা নাই, ଅଥରିଟି নাই। ରାଜ୍ୟପାଳର କିଛି କିଛି କ୍ଷମତା ଅଛି ଏବଂ ସେ ହେଉଛନ୍ତି ହେଡ୍ ଅଫ୍ ଦ ଗଭର୍ଣ୍ଣମେଣ୍ଟ, କିନ୍ତୁ ହି ଇଜ୍ ନଟ୍ ଦ ଗଭର୍ଣ୍ଣମେଣ୍ଟ, এটা ମାନିବା ପଡ଼ିବ ଏବଂ ତାର କ୍ଷମତା লিমিটেড। রিভিউ মিটিং সমীক্ষা বৈঠক করিবার তার জমা ক্ষমতা নাই, কিন্তু ওড়িশারে রাজ্যপাল হরিবাবু খাম্বামপতি রিভিউ মিটিং নেଉଛନ୍ତି এবং সেই মিটিংরে মন্ত্রীମାନେ যাଉଛନ୍ତି, আইএস বালা যাଉଛନ୍ତି, অন্য অফিসার ମାନେ ଯାଉଛନ୍ତି ଏବଂ ମିଟିଂ ହେଉଛି, ରିଭ୍ୟୁ ହେଉଛି। କିନ୍ତୁ ସେୟା ପାଇଁ ମୁଁ ତ କହିଲି ଯେ ତାର ତ କ୍ଷମତା ନାହିଁ, ହି ଡାଜ୍ ନଟ୍ ହ୍ୟାଭ୍ ଦ ଅଥରିଟି। ତାହେଲେ କ'ଣ এটা অ্যাবিউজ অফ পাওয়ার ନା ক্ষমতাର ଅପବ୍ୟବହାର? ଏବଂ କାହିଁକି ହେଉଛି ମୁଖ୍ୟମନ୍ତ୍ରୀ କାହିଁ ମାନା କରୁନାହାନ୍ତି? କାହିଁକି କ୍ଷମତା ରାଜ୍ୟପାଳର ତ କ୍ଷମତା ନାହିଁ, ହି ଡାଜ୍ ନଟ୍ ହ୍ୟାଭ୍ ଦ ଅଥରିଟି। ତ ତାହେଲେ ତାର ଅର୍ଥ କ'ଣ, ফাইনাল ଟେକଆୱେଟା କ'ଣ? যে মুখ্যমন্ত্রী নিষ্ক্রিয় তেণু রাজ্যপাল সক্রিয়। ଆସୁଛି ଆରମ୍ଭ କରିବି ଗୋଟେ ଦୁଇଟା ପୁରୁଣା ଗପ ଦେଇକିରି। 2007 2008 ଓଡ଼ିଶାରେ ସେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ସେଇ ଟାଇମ୍ରେ ଗଭର୍ଣ୍ଣର ରାଜ୍ୟପାଳ ଥିଲେ মুরলীধর চন্দ্রকান্ত ভান্ডারে। তো ভান্ডারে বাবু মুখ্যমন্ত্রী রাজ্যপাল ହେଇକିରି ଓଡ଼ିଶାରେ ଆସିଲେ ଏବଂ ତାରପରେ ବି ତାର ବୋଧେ ଲାଗିଲା ଯେ ମୁଁ ବି ମୋର କ୍ଷମତା ଟିକେ ଇଏ କରିବି। ତ ସେ ବି ଭାଣ୍ଡାରେ ବାବୁ କହିଲେ ଯେ ମୁଁ ରିଭ୍ୟୁ ମିଟିଂ କରିବି। তো নবীন পটনায়ক সেତେବେଳେ রিভিউ মিটিং অ্যালাউ করেছিলেন না। রাজ্যপাল মুরলী চন্দ্রকান্ত ভান্ডারে কহিলে যে ମୁଁ রিভিউ মিটিং କରିବି ସବୁ ଡିପାର୍ଟମେଣ୍ଟର, କାହିଁ ମୁଁ ରାଜ୍ୟପାଳ। চিফ মিনিস্টার নবীন বাবু সেତେବେଳେ କହିଲେ না, ଆପଣଙ୍କର ତ ସେଇ ক্ষমতা ନାହିଁ। তো নবীন বাবু কোন କହିଲେ ରାଜ୍ୟପାଳକୁ କହିଲେ ଯେ ଯଦି କିଛି ପ୍ରଶ୍ନ ଥାଏ ଆପଣ ଚିଫ ମିନିଷ୍ଟର ଅଫିସକୁ ପଚାରିବେ। এবং অ্যাকচুয়ালি 2-3 ଥର মুখ্যমন্ত্রী নবীন পটনায়ক নিজে এবং সেତେବେଳେ যে চিফ সেক্রেটারি ଥିଲେ সেই দুইজন রাজভবনକୁ গলে এবং রাজ্যপালକୁ କହିଲେ যে ଯାହା প্রশ্ন କରିବାର ଅଛି ଆମକୁ କରନ୍ତୁ, ଆମେ ଉତ୍ତର ଦେଇଦେବୁ। রাজ্যপাল ଦେଖିଲେ ଯେ এটা তো অসুবিধা, মানে রিভিউ তো হଉନି, କାହିଁ মুখ্যমন্ত্রী অ্যালাউ କରୁନି এবং মুখ্যমন্ত্রী নিজে আসিକି କହୁଛି ଯାହା ପଚାରିବାର ଆମକୁ ପଚାରନ୍ତୁ, চিফ মিনিস্টার অফিস ଆପଣଙ୍କୁ ଉତ୍ତର ଦେଇଦେବେ। তো রিভিউ মিটিং ହେଇପାରିଲାନି ଏବଂ ତାরপরে 2-3ଟା ଏମିତି ମୁଖ୍ୟମନ୍ତ୍ରୀ ସାଙ୍ଗରେ ମିଟିଂ ହେଲା ପରେ মুরলী চন্দ্রকান্ত ভান্ডারে ଆଉ ରିଭ୍ୟୁ ମିଟିଂ ପାଇଁ କେବେ ଆଗ୍ରହ ପ୍ରକାଶ କରିନଥିଲେ। ସେ ବୁଝିଗଲେ ଯେ এটা ହେବାର ନାହିଁ। ତାର ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେତେବେଳେ ମୁଖ୍ୟମନ୍ତ୍ରୀ ହେଇଥିଲେ 2000, ସେଇ ଟାଇମ୍ରେ ଯେ ପୁରାଣା ଲୋକମାନଙ୍କର ମନେ ଥିବେ ଓଡ଼ିଶାର ରାଜ୍ୟପାଳ ଥିଲେ ଏମ୍ ରାଜେନ୍ଦ୍ର। ସେ ବି ତାର ବି ଟିକେ ଇଚ୍ଛା ହେଲା ଯେ ଆରେ ମୁଁ ତ ରାଜ୍ୟପାଳ, ହେଡ୍ ଅଫ୍ ଦ ଗଭର୍ଣ୍ଣମେଣ୍ଟ, ତ ମୁଁ ବି ଟିକେ ମୋର କ୍ଷମତା ଦେଖେଇବି। ଏବଂ ନୂଆ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, তো ସେ ବି କହିଲେ ମୁଁ ରିଭ୍ୟୁ ମିଟିଂ କରିବି। ନବୀନ ପଟ୍ଟନାୟକ ଏବଂ ସେତେବେଳେକାର ଯେ ଆଡମିନିଷ୍ଟ୍ରେସନ ସେମାନେ କହିଲେ ଜମା ନୁହଁ, ହେଇପାରିବନି, ରିଭ୍ୟୁ ମିଟିଂର ଆପଣଙ୍କର কোনো ଅଥରିଟି ନାହିଁ। ତାରପରେ କିଛି ଦିନ ପରେ ଏମ୍ ରାଜେନ୍ଦ୍ର ଚୁପ୍ ହେଇଗଲେ, କହିଲେ ଆରେ ତ ମୋର ତ ଚାଲିବନି, କିଛି ହେବାର ନାହିଁ। এটা ହେଉଛି ନବୀନ ପଟ୍ଟନାୟକ ଟାଇମ୍ର ମୁଁ ଦୁଇଟା ଗପ କହିଲି। ବିଜୁ ବାବୁ ବି ଯେତେବେଳେ ମୁଖ୍ୟମନ୍ତ୍ରୀ ଥିଲେ ସେତେବେଳେ ତାର ଯେ ରାଜ୍ୟ ମାନେ ସେଇ ଟାଇମ୍ରେ 1995 ଭିତରେ ଯେ ରାଜ୍ୟପାଳ ଥିଲେ ତାର ଭିତରେ ଜଣେ ସେ ବି କହିଥିଲେ ଯେ ମୁଁ ବି ରିଭ୍ୟୁ ମିଟିଂ କରିବି। ପୁରାଣା ଯେ ଆଇଏଏସ୍ ଅଫିସର ସେତେବେଳେ ଥିଲେ ତାର ଭିତରେ ଜଣେ ମୋତେ କହିଲେ ସେ ବିଜୁ ପଟ୍ଟନାୟକ ମାନା କରିଦେଇଥିଲେ ନା এটা ହେଇପାରିବ। କିନ୍ତୁ ଓଡ଼ିଶାରେ ଏବେ ହେଉଛି। ତାହେଲେ ତାର ଅର୍ଥଟା କ'ଣ? ତାର ଅର୍ଥ ହେଉଛି যে মুখ্যমন্ত্রী মোহন মাঝি তার এতে অথরিটি নাই এবং যেহেতু অথরিটি নাই রাজ্যপাল সেই সুবিধাটা নেই যাচ্ছেন। এবং আজি যে ମୁଁ ଏ ଅଧ୍ୟାୟ କରୁଛି ଏବଂ এই বিষয়ে আলোচনা କରୁଛି যে মুখ্যমন্ত্রী নিষ্ক্রিয় তেণু
রাজ্যপাল সক্রিয় তার গোটে ইমিডিয়েট কন্টেক্সট বি ଅଛି। এই 2-3 দিন তলে রাজ্যপাল হরিবাবু খাম্বামপতি দিল্লী ଆସିଥିଲେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିକୁ ଭେଟିଛନ୍ତି ଏବଂ ତାରପରେ ରାଜ୍ୟପାଳର ସୋଶାଲ ମିଡିଆ ପୋଷ୍ଟ ଟ୍ୱିଟର ହ୍ୟାଣ୍ଡେଲ ଏକ୍ସ ରେ ସେ ରାଜ୍ୟପାଳ ଟ୍ୱିଟ୍ ବି କରିଛନ୍ତି ଯେ ପ୍ରଧାନମନ୍ତ୍ରୀକୁ ଭେଟିଲି ଏବଂ ପ୍ରଧାନମନ୍ତ୍ରୀକୁ ବ୍ରିଫିଂ ଦେଲି ଓଡ଼ିଶାର ପ୍ରଗତି ନେଇକି ଏବଂ କହୁଛନ୍ତି ସେଇ ଟ୍ୱିଟ୍ରେ the steady progress being made across sectors and ongoing efforts to further accelerate the state's growth in line with the vision of Vikashita Odisha, Vikashita Bharat. মানে রাজ্যপাল প্রধানমন্ত্রীକୁ କହିଛନ୍ତି ଯେ ଓଡ଼ିଶାରେ steady progress ହେଉଛି across all sectors, ମାନେ ସବୁ କ୍ଷେତ୍ରରେ ଓଡ଼ିଶାରେ ପ୍ରବଳ ପ୍ରଗତି steady progress ହେଉଛି। এই 2-3 ଦିନ ତଳର ସୋଶାଲ ମିଡିଆ ହ୍ୟାଣ୍ଡେଲରେ ପୋଷ୍ଟ ରାଜ୍ୟପାଳ তো রাজ্যপাল কହୁଛନ୍ତି প্রবল প্রগতি হচ্ছে স্টেডি প্রোগ্রেস হচ্ছে মানে ইট ইজ আপ টু ইউ ওয়েদার ইউ এগ্রি অর ডিসএগ্রি উইথ দ্য গভর্নর মানে মোর ধারণা অধিকাংশ লোকের ধারণা যে সরকার চালুনি ঠিকঠাক চালুনি কাম হবে কিন্তু যাহা বি হোক কথা হচ্ছে যে রাজ্যপাল যেহেতু মুখ্যমন্ত্রী মানা করি পারুনাহান্তি তার সেই অথরিটিটা এবে বি নাই এবং লোকের ভিতরে গোটে ধারণা আছে যে সরকার উড়িষ্যা সরকার উড়িষ্যারু চালুনি ভুবনেশ্বরରୁ ଡାଇରେକ୍ସନ୍ ଆସୁଛି ଦିଲ୍ଲୀରୁ ସୋ ସେୟା ପାଇଁ ଗଭର୍ଣ୍ଣର ତାର ଅଥରିଟି ଯଦିଓ ତାର ପାଖରେ ସେଇ କ୍ଷମତା ନାହିଁ ଗଭର୍ଣ୍ଣର ଯେକୌଣସି ରାଜ୍ୟପାଳ ପାଖରେ ହି ଇଜ୍ ଦ ହେଡ୍ ଅଫ୍ ଦ ଗଭର୍ଣ୍ଣମେଣ୍ଟ ହି ଇଜ୍ ଦ ଟାଇଟୁଲାର ହେଡ୍ ଲାଇକ୍ ଅଲମୋଷ୍ଟ ଲାଇକ୍ ଆମର ଦ୍ରୌପଦୀ ମୁର୍ମୁ ମ୍ୟାଡାମ ପ୍ରେସିଡେଣ୍ଟ କିନ୍ତୁ ଟାଇଟୁଲାର ହେଡ୍ ତାର ପାଖରେ ସେଇ କ୍ଷମତା ନାହିଁ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପୂର୍ବରୁ ଝାଡ଼ଖଣ୍ଡର ଗଭର୍ଣ୍ଣର ଥିଲେ ସେତେବେଳେ ଦ୍ରୌପଦୀ ମୁର୍ମୁ ବି ରାଜ୍ୟପାଳ ହିସାବରେ ରିଭ୍ୟୁ ମିଟିଂ ଡାକୁନଥିଲେ କରୁନଥିଲେ ସମୀକ୍ଷା ବୈଠକ କରୁନଥିଲେ କାହିଁକି ରାଜ୍ୟପାଳ ହିସାବରେ ତାର ସେଇ କ୍ଷମତା ନଥିଲା ଏବଂ ରାଷ୍ଟ୍ରପତି ହିସାବରେ ସେ ଗଭର୍ଣ୍ଣମେଣ୍ଟର ଭାରତବର୍ଷର ଫାର୍ଷ୍ଟ ସିଟିଜେନ୍ ଟାଇଟୁଲାର ହେଡ୍ ଅଫ୍ ଦ ଗଭର୍ଣ୍ଣମେଣ୍ଟ କିନ୍ତୁ ସେ କ'ଣ ରିଭ୍ୟୁ ମିଟିଂ ଡାକୁଛନ୍ତି ରାଷ୍ଟ୍ରପତି ଭବନରେ ନା ଦ୍ରୌପଦୀ ମୁର୍ମୁ କ'ଣ ଧରନ୍ତୁ ଇଲେକ୍ଟ୍ରୋନିକ୍ସ ଡିପାର୍ଟମେଣ୍ଟର ମିନିଷ୍ଟ୍ରିର ଲୋକକୁ ଡାକିକି କହିବେ ଯେ ମୁଁ ଆଜି ରିଭ୍ୟୁ କରିବି ନା ହୋମ୍ ମିନିଷ୍ଟ୍ରିର ମନ୍ତ୍ରୀକୁ ଡାକିକିରି ଅଫିସରକୁ ଡାକିକିରି କହିପାରିବେ ଯେ ମୁଁ ଆଜି ହୋମ୍ ମିନିଷ୍ଟ୍ରିର ରିଭ୍ୟୁ କରିବି ମନ୍ତ୍ରୀ ବି ଯିବେନି ଅଫିସର ବି ଯିବେନି କାହିଁକି ସେଇ କ୍ଷମତା ନାହିଁ ରାଜ୍ୟପାଳର ବି ସେୟା କ୍ଷମତା ନାହିଁ କିନ୍ତୁ ସମୀକ୍ଷା ବୈଠକ କରୁଛନ୍ତି ମାନେ ଗୋଟେ ପରେ ଗୋଟେ ପ୍ରାୟ 12-14ଟା ମିଟିଂ ଅଲରେଡି ହେଇସାରିଛି ସମୀକ୍ଷା ବୈଠକ ମୁଁ ଏଗେନ୍ କହୁଛି ଯେ ଅବଜେକ୍ଟିଭ ବୋଧେ ଖରାପ ନୁହଁ কিন্তু হଉଛି কেমতি মিটিং কাହିଁକି ଗଭର୍ଣ୍ଣରର ତ ସେଇ କ୍ଷମତା ହିଁ ନାହିଁ ଗଭର୍ଣ୍ଣରର କନଷ୍ଟିଟ୍ୟୁସନରେ କିଛି କିଛି ଅଛି କ୍ଷମତା ସେଟା ହଉଛି ଏକ୍ଜିକ୍ୟୁଟିଭ ପାୱାର ଅଛି ତାର ନାଁରେ ସବୁ ଆପଏଣ୍ଟମେଣ୍ଟ ହବ ଚିଫ ମିନିଷ୍ଟର ୱିଲ୍ ବି ଆପଏଣ୍ଟେଡ ଇନ୍ ହିଜ ନେମ୍ ଏ ସେଇ ଆପଏଣ୍ଟମେଣ୍ଟ ହବ ତାର ଆପଏଣ୍ଟମେଣ୍ଟ ହବ ଗଭର୍ଣ୍ଣରର ନାଁରେ ତାର ଲେଜିସ୍ଲେଟିଭ ପାୱାର କିଛି ଅଛି ବିଲ୍ ଆସିଲେ ପରେ ଗଭର୍ଣ୍ଣରର ସହି ଦରକାର ଆପ୍ରୁଭାଲ ଦରକାର ସେଟା ଆଇନ ହେବା ପୂର୍ବରୁ ତାର କିଛି ଜୁଡିସିଆଲ କ୍ଷମତା ବି ଅଛି କିନ୍ତୁ he is the head of the government but he is not the government তার গভর্নমেন্ট চলাইবার ক্ষমতা অথরিটি তাকে দিয়া হয়নি সমীক্ষা করিবা রিভিউ করিবা ডিপার্টমেন্ট যে কোন ডিপার্টমেন্টে কোন হচ্ছে তার নাই ক্ষমতা নাই কিন্তু চালিছি হরিবাবু খাম্বামপতি করুছেন ମୁଁ ତାର ଭିତରେ ତାର ପ୍ରାୟ 12-14ଟା ରିଭ୍ୟୁ ମିଟିଂ ହେଇଯାଇଛି ମୁଁ କିଛି କିଛି ଦେଖେଇବି ରିଭ୍ୟୁ ମିଟିଂ ବହୁତ ଇଣ୍ଟରେଷ୍ଟିଂ ମାନେ পেজেস আফটার পেজে মিটিং সরলা পরে মিনিটস অফ দ্য মিটিং যদি আপন পড়িবে গোটে গোটে মিনিটস হচ্ছে 30 পৃষ্ঠা 35 পৃষ্ঠা ডিটেল এবং বড় বড় মন্ত্রী বড় বড় আইএস অফিসার সেই সব মিটিং আটেন্ড করছেন কাହିଁକି କରୁଛନ୍ତି কে জানি না কাହିଁକି সেই ଯିବାର କଥା ନୁହଁ ରାଜ୍ୟପାଳର ସେଇ କ୍ଷମତା ନାହିଁ এই কিছুদিন তলে কিছু মাস পূର୍ବରୁ ଗୋଟେ মিটিং ହେଇଥିଲା সেটা হচ্ছে যে ব্যাংক লিঙ্কেজেস লাইভলিহুড স্কিম সাଙ୍ଗରେ ବ୍ୟାଙ୍କର ଲୋନ୍ ଏସବୁ କେମିତି ବ୍ୟାଙ୍କର ଲିଙ୍କେଜ କରାଯିବ ତ ମିଟିଂ ହେଇଥିଲା ଅକ୍ଟୋବର 18 2025 ରାଜଭବନରେ ଡେପୁଟି ଚିଫ ମିନିଷ୍ଟର ଜଣେ ଯାଇଥିଲେ ଯେ ଏଗ୍ରିକଲଚର ବୁଝାବୁଝି କରୁଛନ୍ତି ସେଇ ଡେପୁଟି ଚିଫ ମିନିଷ୍ଟର ଯାଇଥିଲେ ସେକ୍ରେଟାରୀ ପ୍ରିନ୍ସିପାଲ ସେକ୍ରେଟାରୀ ଫାଇନାନ୍ସ ଯାଇଥିଲେ ପ୍ରିନ୍ସିପାଲ ସେକ୍ରେଟାରୀ କମର୍ସ ଆଣ୍ଡ ଟ୍ରାନ୍ସପୋର୍ଟ ଯାଇଥିଲେ ଆଉ 5 ଜଣ ଡିପାର୍ଟମେଣ୍ଟାଲ ସେକ୍ରେଟାରୀ ଯାଇଥିଲେ ତା ଛଡା ଆଉ ସବୁ ଅଫିସର ମାନେ ଥିଲେ ସେଇ ମିଟିଂ ଏବଂ ଦିନ ସାରା ମିଟିଂ ହେଲା রিভিউ ହେଲା সমীক্ষা ହେଲା রাজ্যপাল সমীক্ষা করিলে কিন্তু সমীক্ষা করিবার তার অথরিটি নাই ନାହିଁ কনস্টিটিউশন রে ନାହିଁ তারপরে ଆଉ ଗୋଟେ রিভিউ মিটিং ହେଲା যে
ଆମର ଓଡ଼ିଶାରେ ଆପକମିଂ ପ୍ରୋଜେକ୍ଟସ୍ ରିଲେଟେଡ୍ ଟୁ ନ୍ୟାସନାଲ୍ ହାଇୱେଜ୍ ରେଲୱେଜ୍ ଏୟାରପୋର୍ଟସ୍ ଆଣ୍ଡ ପୋର୍ଟସ୍, ମାନେ ହାଇୱେ କେମିତି ତିଆରି ଚାଲିଛି, କ'ଣ କ'ଣ ହବ, ରେଲୱେ ନୂଆ ପ୍ରୋଜେକ୍ଟର ତାର ପ୍ରଗତି କ'ଣ, କେମିତି ପ୍ରୋଗ୍ରେସ୍ ହେଉଛି, ମିଟିଂ କରିଲେ। ମନ୍ତ୍ରୀ ଯାଇଥିଲେ, ମନ୍ତ୍ରୀମାନେ ରେଭିନ୍ୟୁ ମିନିଷ୍ଟର ଯାଇଥିଲେ, ମନ୍ତ୍ରୀ କମର୍ସ ଆଣ୍ଡ ଟ୍ରାନ୍ସପୋର୍ଟ ଯାଇଥିଲେ, ଆଡିସନାଲ ଚିଫ୍ ସେକ୍ରେଟାରୀ ଯାଇଥିଲେ, ପ୍ରିନ୍ସିପାଲ ସେକ୍ରେଟାରୀ କମର୍ସ ଆଉ ଟ୍ରାନ୍ସପୋର୍ଟ ଯାଇଥିଲେ, ବହୁତ ଲୋକ ଆଟେଣ୍ଡ କରିଥିଲେ ସେଇ ମିଟିଂ। ଏବଂ ଦିନସାରା ମିଟିଂ ରିଭ୍ୟୁ ସମୀକ୍ଷା ହେଲା, ଗଭର୍ଣ୍ଣର ବୁଝିଲେ, ଡାକିଲେ ସମସ୍ତଙ୍କୁ, ତାରପରେ ପ୍ରଶ୍ନ ପଚାରିଲେ, ଲୋକମାନେ ତାହାକୁ ଉତ୍ତର ଦେଲେ ଯେ ଏହା କରୁଛୁ ସେୟା କରୁଛୁ, କିନ୍ତୁ ତାର ସେଇ রিভিউ করিবার ক্ষমতাই কোনো রাজ্যপাল পাখে নাই। তো এটা কোন অ্যাবিউজ অফ পাওয়ার না কোন? মানে মু পুনি বারম্বার কইবি তার মু জমা আই এম নট কোশ্চেনিং ইজ মোটিভ, উদ্দেশ্য ভালো হই পারে, বাট দিস ইজ স্টিল মিসইউজ অফ অথরিটি, তার সেই ক্ষমতাই নাই। তারপরে এমতি আউ গোটে এসসি এসটি ডেভেলপমেন্ট এবং মাইনরিটিজ অ্যান্ড ব্যাকওয়ার্ড ক্লাসেস ওয়েলফেয়ার, সেই ডিপার্টমেন্ট নেইকি গোটে রিভিউ হয়েছে রাজভবন। এই অল্প দিন তলে, অল্প কিছু সপ্তাহ তলে ସମସ୍ତେ ଯାଇଥିଲେ, ମନ୍ତ୍ରୀ ଯାଇଥିଲେ, ଡେପୁଟି ସିଏମ୍ ଯାଇଥିଲେ, ବଡ଼ ବଡ଼ ଆଇଏଏସ୍ ଅଫିସର ଯାଇଥିଲେ, ଦିନସାରା ରିଭ୍ୟୁ, ଗଭର୍ଣ୍ଣର ବୁଝାବୁଝି କରୁଛନ୍ତି। ଆଉ ଗୋଟେ ଯେମିତି ଆସ୍ପିରେସନାଲ ଡିଷ୍ଟ୍ରିକ୍ଟ ପ୍ରୋଗ୍ରାମ ଡେଭଲପମେଣ୍ଟ କେମିତି ହବ, ଆସ୍ପିରେସନାଲ ବ୍ଲକସ୍ ଆଉ ଡିଷ୍ଟ୍ରିକ୍ଟ ଓଡ଼ିଶାରେ ପ୍ରଗତି, 16 জন ଆଇଏଏସ୍ ଅଫିସର ଯାଇଥିଲେ ସେଇ ମିଟିଂ ଆଟେଣ୍ଡ କରିବା ପାଇଁ, ଦିନସାରା ମିଟିଂ। ଏବଂ ମିଟିଂ ହେଲା ଏବଂ ଗଭର୍ଣ୍ଣର ବୁଝାବୁଝି କରିଲେ। ମୁଖ୍ୟମନ୍ତ୍ରୀ, ମୁଁ ତ କହିଲି 2ଟା 3ଟା ଉଦାହରଣ ଦେଲି। ନବୀନ ବାବୁ ଯେତେବେଳେ ମୁଖ୍ୟମନ୍ତ୍ରୀ ଥିଲେ ସେ এই রাজ্যপালর মিটিং ফিটিং করতে না ହେଇପାରିବନି, নাই তো আপন পাখে সেই ক্ষমতাই নাই। বিজু বাবুর ବି ମୁଁ ସେୟା କହିଲି, ସେମ୍ ବିଜୁ ବାବୁର ଗୋଟେ ଘଟଣା ଅଛି। ମତେ ଜଣେ ପୁରାଣା ରିଟାୟାର୍ଡ ଆଇଏଏସ୍ ଅଫିସର ମତେ କହିଲେ, ମୁଁ ବୁଝାବୁଝି ଯେତେବେଳେ କରୁଥିଲି, ଜଣେ ରାଜ୍ୟପାଳ ବିଜୁ ବାବୁ ଟାଇମରେ 1995ରେ ସେ ବହୁତ ବୁଲୁଥିଲେ ଓଡ଼ିଶା ଭିତରେ, ଟୁର୍ କରୁଥିଲେ। ବିଜୁ ବାବୁ ତାକୁ ଫୋନ କରିକି ପଚାରିଥିଲେ ଯେ ଆପଣ ଯେ ବୁଲାବୁଲି କରୁଛନ୍ତି ମୋର ପରମିଶନ ନେଉଛନ୍ତି କି? ମାନେ ବିଜୁବାବୁ ଗଭର୍ଣ୍ଣର ରାଜ୍ୟପାଳକୁ ପଚାରିଥିଲେ ଯେ ମୋର ପରମିଶନ ଛଡା ଆପଣ ଏତେ ବୁଲୁଛନ୍ତି କାହିଁକି? ତ এই যে ଏବେ রিভিউ মিটিং চালিছি, এটা স্পষ্ট কোন রাজ্যপালর রিভিউ ডিপার্টমেন্ট সেক্রেটারিକୁ ডাকিকিরি, মন্ত্রীକୁ ডাকিকিরি সমীক্ষা করিবার ক্ষমতা রাজ্যপাল পাখে নাই। ঠিক যেমতি রাষ্ট্রপতি দ্রৌপদী মুর্মুর মিনিস্ট্রির রিভিউ করিবার ক্ষমতা নাই, রাজ্যপালর বি নাই। উদ্দেশ্য মহতেই পারে কিন্তু নাই। তাহলে তার টেক অ্যাওয়ে ଆମେ କ'ଣ ବୁଝିବୁ? ରାଜ୍ୟପାଳ କରୁଛନ୍ତି ଏଟା କାହିଁକି? ମୁଖ୍ୟମନ୍ତ୍ରୀ ନିଷ୍କ୍ରିୟ, ମୁଖ୍ୟମନ୍ତ୍ରୀ କରୁନାହାନ୍ତି, କିମ୍ବା ମୁଖ୍ୟମନ୍ତ୍ରୀ ମାନା ବି କରିପାରୁନାହାନ୍ତି, କାହିଁକି ତାର ପାଖରେ ସେଇ ଅଥରିଟିଟା ନାହିଁ। ଏବଂ ଏଇ ଯେ ପାରସେପସନ୍ ଓଡ଼ିଶାରେ ଯେ ଓଡ଼ିଶା ସରକାର ଦିଲ୍ଲୀରୁ ଚାଲୁଛି, ତାହେଲେ କ'ଣ ଏବେ ଖାଲି ଡବଲ ଇଞ୍ଜିନ ସରକାର ନୁହଁ, ଏଇଟା ଟ୍ରିପଲ ଇଞ୍ଜିନ ସରକାର। ମାନେ ଓଡ଼ିଶାରେ ବିଜେପି, ଦିଲ୍ଲୀରେ ବିଜେପି, ଏବେ রাজ্যপাল ବି তার ভিতরে থার্ড ট্রিপল ইঞ্জিন। কিন্তু প্রশ্ন গোটে রহিগলা যে রাজ্যপাল যে রিভিউ করুଛନ୍ତି, সমীক্ষা করুଛନ୍ତି, তার পাখে সেই অথরিটিটা আসিলা কেমতি? অথরিটি তো নাই, কনস্টিটিউশনরে নাই। তাহলে এই যে মিটিং হচ্ছে, মুখ্যমন্ত্রী মানা করুনাহান্তি কাହିଁକି? এটা তো মুখ্যমন্ত্রী ପାଇଁ ବି ଖରାପ যে তার নিজের ক্ষমতা ଆଉ অন্য জনে নেই ଯାଇଛନ୍ତି। তাহলে সেটা তার ପାଇଁ ଖରାପ ନୁହଁ, ତାର ଅଥରିଟି ତ ଡାଇଲ୍ୟୁଟେଡ୍ ହେଲା। ତାହେଲେ ମୁଖ୍ୟମନ୍ତ୍ରୀ ମାନା କରୁନାହାନ୍ତି କାହିଁକି? ନବୀନ ପଟ୍ଟନାୟକ ମାନା କରିପାରୁଥିଲେ, ବିଜୁ ପଟ୍ଟନାୟକ ବି ମାନା ପାରୁଥିଲେ, ଏବଂ ମୋର ଧାରଣା ଅନ୍ୟାନ୍ୟ ମୁଖ୍ୟମନ୍ତ୍ରୀ ବି ମାନା କରୁଥିଲେ ଆର୍ଲିୟର। ତାହେଲେ এই মুখ্যমন্ত্রী, বর্তমানର মুখ্যমন্ত্রী মোহন মাঝি মানা କରିପାରୁନାହାନ୍ତି କାହିଁକି? ତାହେଲେ ୟାଠୁ ଗୋଟେ ଜିନିଷ ବାହାରିବ ଆମ ପାଇଁ, ଆନାଲିସିସ୍, ମୋରାଲ ଅଫ ଦ ଷ୍ଟୋରି, ଯେ মুখ্যমন্ত্রী নিষ্ক্রিয়, তেণু রাজ্যপাল সক্রিয়। ভাবନ୍ତୁ চিন্তা କରିକିରି ଯେ ଓଡ଼ିଶାରେ କ'ଣ ଚାଲିଛି। ଆଜି ପାଇଁ ଏତିକିରେ, ପୁଣି କଥା ହେବି ଆଗାମୀ ଅଧ୍ୟାୟରେ। ମୋର ଏଇ ୟୁଟ୍ୟୁବ୍ ଚ୍ୟାନେଲ ମୁଁ ରୁବେନ କହୁଛି, ସେୟାର କରନ୍ତୁ, ସବସ୍କ୍ରାଇବ କରନ୍ତୁ, କମେଣ୍ଟ ସେକ୍ସନରେ କମେଣ୍ଟସ୍ ଆଉ ସଜେସନ୍ସ ଦିଅନ୍ତୁ। খুব জলদি দেখা হবে। নমস্কার। ମୁଁ ରୁବେନ କହୁଛି।